ଜୟ ଜଗନ୍ନାଥ। କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏହି ଅଧ୍ୟାୟର ଏହି ଶ୍ଳୋକ ଉପରେ କରାଯାଉଛି। କିଛି ଲୋକ ପ୍ରଶ୍ନ କରିଛନ୍ତି, କର୍ମ କାହାକୁ କୁହାଯାଏ ଏବଂ କର୍ମ କେତେ ପ୍ରକାର ଏବଂ କ'ଣ କ'ଣ? ତାର ଉତ୍ତର ଆମେ ଏହା କହିବା, କାଳର ଅଧୀନରେ ମାନେ ନିର୍ଦ୍ଦିଷ୍ଟ ସମୟ ସୀମାର ମଧ୍ୟରେ ପ୍ରକୃତିର ଯେଉଁ ତିନୋଟି ଗୁଣ ଅଛି ସତ୍ଵ ରଜ ତମ, ତାର ପ୍ରଭାବରେ ଆମ ଭଳି ବଦ୍ଧ ଜୀବର ଯେଉଁ ସ୍ୱାଧୀନ ଇଚ୍ଛା, ତାର ଫଳରେ ଶରୀର ମନ ବାକ୍ୟ ଦ୍ୱାରା ସଂଗଠିତ କାର୍ଯ୍ୟକଳାପକୁ କର୍ମ କୁହାଯାଏ। ଏହା ସାଧାରଣତଃ ଦୁଇ ପ୍ରକାରର। କର୍ମ ହେଉଛି ଗୋଟେ ଶାସ୍ତ୍ର ଅନୁମୋଦିତ କର୍ତ୍ତବ୍ୟ କର୍ମ, ଆଉ ଗୋଟିଏ ହେଉଛି ଶାସ୍ତ୍ର ବିରୋଧୀ କର୍ମ। କର୍ମରେ ତୁମର ଅଧିକାର ଅଛି, ଏ କଥାର ମାଧ୍ୟମରେ ଭଗବାନ ଅର୍ଜୁନକୁ କ'ଣ କହିବାକୁ ଚାହୁଁଛନ୍ତି? ଭଗବାନ ଏଠାରେ ଶାସ୍ତ୍ର ଅନୁମୋଦିତ କର୍ମର କଥା କହିଛନ୍ତି, ଅର୍ଥାତ୍ କ୍ଷତ୍ରିୟ କର୍ମ ପାଳନ କରିବା ପାଇଁ ଯେଉଁ କର୍ତ୍ତବ୍ୟ କରା ଉଚିତ, ସେହି ସମସ୍ତ କର୍ତ୍ତବ୍ୟ କର୍ମ କଥା ଶ୍ରୀକୃଷ୍ଣ କହିଅଛନ୍ତି ଏବଂ ଅନ୍ୟ କୌଣସି କର୍ମ କଥା ଏଠାରେ କୁହାଯାଇନି। କର୍ମ ମନୁଷ୍ୟର ସ୍ୱାଧୀନତା ବୋଲି କାହିଁ କୁହାଯାଇଛି? ମନୁଷ୍ୟ ଜୀବନରେ କର୍ମ ହିଁ ସର୍ବଶ୍ରେଷ୍ଠ। ମନୁଷ୍ୟ ଜୀବନର ଦୁଇଟି ଭାଗ ରହିଛି। ଗୋଟିଏ ହେଉଛି ପୁରାତନ କର୍ମର ଫଳଭୋଗ ଅର୍ଥାତ୍ ପ୍ରାରବ୍ଧ, ଅନ୍ୟଟି ହେଉଛି ନୂତନ କର୍ମ କରିବା, ଯାହାକୁ କୁହାଯାଉଛି ପୁରୁଷାର୍ଥ। ଏହି ନୂତନ କର୍ମ ଅନୁସାରେ ମଣିଷର ଭବିଷ୍ୟତ ସମସ୍ତ ସବୁକିଛି ସ୍ଥିର ହୋଇଥାଏ। ଯେମିତି ସେବା କାର୍ଯ୍ୟ ନୂତନ କର୍ମ ଦ୍ୱାରା ନିଜର ଉଦ୍ଧାର କରିବା ପାଇଁ ଭଗବାନ ପାଖରେ ମନୁଷ୍ୟ ପ୍ରଣାମ କରେ, ପୂଜା ପାଠ କରେ, ନିଜକୁ ଅର୍ପଣ କରେ। ସେଥିପାଇଁ ଶାସ୍ତ୍ର ସାଧୁ ମହାପୁରୁଷଙ୍କର ବିଧି ନିଷେଧ କର୍ମ କରିବା ପାଇଁ ମନା କରାଯାଇଛି। ଯେହେତୁ କର୍ମ ଅନୁସାରେ ମନୁଷ୍ୟର ଭବିଷ୍ୟତ ସବୁକିଛି ନିର୍ଦ୍ଧାରିତ ହେଉଛି, ସେଥିପାଇଁ କୌଣସି କର୍ମ କରିବା ପାଇଁ ଏ କର୍ମ କରିବା ଉଚିତ ନା ନାହିଁ ତାକୁ ବିଚାର କରି ପୂର୍ଣ୍ଣ ସ୍ୱାଧୀନତା ଭାବରେ କର୍ମ କରିବା ଉଚିତ। ମନୁଷ୍ୟ ଗୋଟିଏ ପ୍ରଶ୍ନ ଆସିଛି, ମନୁଷ୍ୟ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ କ'ଣ କର୍ମ କରିବା ପାଇଁ ସକ୍ଷମ ହେଉଛନ୍ତି ନା ନାହିଁ? କର୍ମ କଥା ଜାଣୁଛନ୍ତି ନା ନାହିଁ? ମନୁଷ୍ୟ ଛଡ଼ା କୀଟ ପତଙ୍ଗ ପଶୁ ପକ୍ଷୀ ବୃକ୍ଷଲତା ଦେବତା ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର ଏପରିକି ବ୍ରହ୍ମଲୋକ ପର୍ଯ୍ୟନ୍ତ ଯେତେ ଯେତେ ଜୀବ ଅଛନ୍ତି, ସମସ୍ତ ଜୀବ ହେଉଛନ୍ତି ଭୋଗ ଯୋନି। ଅର୍ଥାତ୍ ମନୁଷ୍ୟ ଜନ୍ମରେ ଭଲ ମନ୍ଦ କର୍ମଫଳ ଭୋଗ କରିବା ପାଇଁ ସମସ୍ତ ଯୋନିର ଜୀବାତ୍ମା ଚାହାନ୍ତି। କାହିଁକି ନା ଏ ମନୁଷ୍ୟ ହେଉଛି ଶ୍ରେଷ୍ଠ ପ୍ରାଣୀ। ସେ ଜାଣିପାରେ ଏଇଟା ଠିକ୍ କର୍ମ କି ଭୁଲ କର୍ମ। କର୍ମଯୋଗରେ ଚାରୋଟି ସୂତ୍ର କ'ଣ କ'ଣ କୁହାଯାଇଛି? ଗୋଟିଏ ସୂତ୍ର ହେଉଛି କର୍ମ ଆମର ସର୍ବଶ୍ରେଷ୍ଠ ଅଧିକାର। ଦ୍ୱିତୀୟରେ ହେଉଛି ଫଳରେ ଆମର ଅଧିକାର ନାହିଁ। 3 ନମ୍ବର ହେଉଛି ଫଳର ଆକାଂକ୍ଷା କରି କର୍ମ କରିବା ଉଚିତ ନୁହେଁ। 4 ନମ୍ବର ହେଉଛି ଫଳର ଆକାଂକ୍ଷା ଛାଡ଼ି ଦେଇକି ଆମେ କର୍ତ୍ତବ୍ୟ କର୍ମକୁ ଛାଡ଼ିଦେବା ଉଚିତ ନୁହେଁ। ଫଳର ଆକାଂକ୍ଷା ନାହିଁ, ତେଣୁ ଆମେ କର୍ମ କରିବାନି, ଏଇଟା କରିବା ଉଚିତ ନୁହେଁ। ଏ 4ଟି ଜିନିଷ କୁହାଯାଉଛି। କର୍ମଯୋଗର ଲକ୍ଷଣ କ'ଣ? ଫଳ ଆକାଂକ୍ଷାକୁ ବର୍ଜନ କରିବା, ଫଳ ଆଶାକୁ ବର୍ଜନ କରିବା, ଅଭିମାନ ତ୍ୟାଗ କରିବା ଏବଂ ଈଶ୍ୱରଙ୍କ ପାଖରେ ସବୁ କର୍ମକୁ ଆମେ ସମର୍ପଣ କରିଦେବା।
ଯେତେ ଯାହା କରୁଛେ ସବୁ ଭଗବାନଙ୍କର ପାଖରେ ଅର୍ପଣ କରିଦେବା। କର୍ମ ଫଳରେ ଆମର ସ୍ୱାଧୀନତା ନାହିଁ କାହିଁକି? କର୍ମର ଆଗେ ହେଉଛି ଉଚିତ, ଅର୍ଥାତ୍ କର୍ମ ଆଗ ଫଳ ପଛରେ। କୌଣସି କର୍ମର ଫଳ ତା ଆଗରେ ନଥାଏ, ଭଗବାନଙ୍କର ଦ୍ୱାରା ଫଳ ମିଳିଥାଏ। କୌଣସି ଭାବେ ଏହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। କର୍ମ ଅନୁସାରେ ଆମେ ଫଳ ପ୍ରାପ୍ତି ହୁଏ। ଯେମିତି କୁହାଯାଉଛି ଦୁଃଖ ବି ସୁଖ ବି ନ କୋପି ଦାତା। ଦୁଃଖ ସୁଖ କେହି ଦିଅନ୍ତିନି, ଆମେ ତାର ହଉଛେ କର୍ମର ଫଳ ଆମେ ଭୋଗ କରୁଛେ। ଶେଷ ପ୍ରଶ୍ନ, ନିଷ୍କାମ କର୍ମ କ'ଣ ସମ୍ଭବ? ଫଳ ଆକାଂକ୍ଷା ନ ରହିଲେ ମନୁଷ୍ୟ କର୍ମ କ'ଣ କରିପାରିବ? ଏଇଠି ଦୁଇଟି ଜିନିଷ ଆମେ ଦେଖିବା। କାରଣ ଅର୍ଥାତ୍ ରିଜିନ୍, ଉଦ୍ଦେଶ୍ୟ, ମୋଟିଭ। ଏଇ ଦୁଇଟାକୁ ଛାଡ଼ିଦେଲେ ଆମେ କର୍ମ କରିପାରିବାନି। ଉଦ୍ଦେଶ୍ୟ ଛାଡ଼ିଦେଲେ ଆମେ କର୍ମରେ ପ୍ରବୃତ୍ତ ହୋଇପାରିବାନି। ଫଳ ଆକାଂକ୍ଷାକୁ ବର୍ଜନ କରିବା କଥା କୁହାଯାଉଛି ଏବଂ ଉଦ୍ଦେଶ୍ୟହୀନ ଭାବରେ କରିବା, ଏଇ ଦୁଇଟା କଥା ଏକା କଥା ନୁହଁ। ନିଷ୍କାମ ଅର୍ଥାତ୍ ଫଳ ଆକାଂକ୍ଷାକୁ ବର୍ଜିତ କର୍ମ, ଉଦ୍ଦେଶ୍ୟହୀନ ନୁହେଁ। ଆମେ ଫଳ ଆକାଂକ୍ଷା ନାହିଁ କିନ୍ତୁ ଉଦ୍ଦେଶ୍ୟ ରହିବ ନା। ଲୋକ ସଂଗ୍ରହ, ଭଗବାନଙ୍କ ସୃଷ୍ଟିର ରକ୍ଷା ପାଇଁ ନିଷ୍କାମ କର୍ମର ଉଦ୍ଦେଶ୍ୟ। ବସ୍ତୁତଃ ଏହି ପ୍ରକାର କର୍ମ ଯଦି ଆମେ ଦେଖିବା, ଜଗଦ୍ଧିତାୟ କୃଷ୍ଣାୟ କରିକି ସମର୍ପଣ କରିବା, ଯେତେ କର୍ମ କରିବା ଭଗବାନଙ୍କ ପାଖରେ ସେ ଫଳକୁ ସମର୍ପଣ କରିବା। ସେ ପ୍ରଭୁ ଆପଣ ହିଁ ଏ ଫଳ ନିଅନ୍ତୁ। ସେଦିନ ମହାବୀରଙ୍କ ପାଖରେ ପୂଜା ପ୍ରାର୍ଥନା କଲାବେଳେ ମନରେ ଗୋଟିଏ ଆସିଲା ଯେ ମହାବୀର ହେଉଛନ୍ତି ଫଳପ୍ରିୟ। ହନୁମାନ ଫଳପ୍ରିୟ, ମାନେ ଫଳ ଖାଇବାକୁ ଏଇ ମଧୁବନ ଭାଙ୍ଗି ଦେଇଥିଲେ। ତେଣୁ ଏଠି ଗୋଟେ ପ୍ରଶ୍ନ ଆସିଲା, ପ୍ରଭୁ ମୋ ଜୀବନରେ ଯଦି କିଛି ସୁକର୍ମ କରିଥାଏ, ଭଲ କାମ ଯଦି କିଛି କରିଛି, ସେ ସୁକର୍ମର ଫଳ ରହିଥିବ। ସେ ଫଳ ଗୁଡ଼ିକ ସୁମିଷ୍ଟ ହେଇଥିବ, ଭଲ ଫଳ ହେଇଥିବ। ସେ ଫଳ ଗୁଡ଼ିକ ଆପଣଙ୍କୁ ମୁଁ ଅର୍ପଣ କରୁଛି ପ୍ରଭୁ। ହେ ମହାବୀର, ଆପଣ ଫଳପ୍ରିୟ, ମୋର ସୁକର୍ମର ସୁଫଳକୁ ଆପଣଙ୍କୁ ମୁଁ ସମର୍ପଣ କରୁଛି। ଏହା ହିଁ ହେଉଛି ଭଗବାନଙ୍କ ପାଖରେ ଆଜିର ନିବେଦନ। ଜୟ ଜଗନ୍ନାଥ।